विभिन्न कारण पाई अवहेलार शिकार होउतिबा छोट छोट शिशु मानकर कष्ट तांको मन को विचलित करदेला। सेमानंकु आपणे स्नेह और ममता भरा परिवेश रे रखी भविष्यत गढ़िबार काम करुथबा एही व्यक्ति जनक हेले भुवनेश्वर रो प्रोफेसर आदित्य महांती, जे कि आजिर आमर भिन्न मनीष। फूलर रूपरे प्रकृति मन खोली हसुची, हेले आम समाजर अनेक टिकी टिकी फूल मानक मुहरु हस आज जेमिति लिभि जाइछि। परिवार और समाजर अवहेलार शिकार हुई फुटिबा आगुरु मौली जाउछन्ति सेमाने। प्रगतिर स्रोतरे सामिल हुई समस्ते चलिथिले मध्य एमानंक पई समय जेमिति स्थिर होई जाइछि। आखिरे आखिए स्वप्न थिले भी पाउनाहांती ताहाकु साकार करिबार पथ। एमती छोट छोट पिलामानक किछि कथा तांको मनकु व्यथित कला। स्नेह और ममतार परसरे सेमानकु आपणी नहीं आनंदमय परिवेश रे बढ़िबार काम से आरंभ कले। गढ़ीदेले घरटीए, स्वप्न को वास्तव करिया पई देखैदेले पथ। एई पिलामानंकु सम्मानर सह समाजर मुख्य स्रोतरे सामिल करिबा कामरे निष्ठार सह लागिथिबा एई नियारा मनीष जनक हेले प्रोफेसर आदित्य महांती। बाणी बिहार ज्ञानरोई बिहार मध्य रही उत्कल विश्वविद्यालय। एठी दर्शन विभाग रे कार्य करती प्रोफेसर आदित्य महांती। समय अनुसार निज क्लास नेबा छात्र छात्री को सठिक मार्गदर्शन करिबार आग्रह नहीं से सदा कर्म तत्पर। आदर्श शिक्षक भावरे तांकर परिचिति रहिछि। तेबे ताहा तांकर एकमात्र परिचय नुहे। समभावापन्न कई जन को सांगरे नहीं प्रचार ठारू दूरे रही समाजरे किछिटा परिवर्तन आनिया पई से सदा लागि पड़िछन्ति। बाणी बिहार ठारू अनति दूर रे गाड़कोण ठारे स्थापित आद्रुता शिशु भवन ठारे प्रोफेसर आदित्य महांती को स्वप्न साकार रूप नेउछि। स्नेह ममता पाइबारु वंचित होइथिबा झियो मानकु आदरी नै एक बड़ परिवार गठन करी एठी सेमानकु से देखै देउछन्ति बंचिबार नुआ राहा। ईश्वरंक संसार रे प्रेममय परिवेश रे बंचिया पई समस्तंकर अधिकार अछि आउ एथि प्रति योगदान देबा आम समस्तंक कर्तव्य। कंप्यूटर रे व्यस्त थिबा ई झियोटी होछि पूर्णिमा। एई पूर्णिमार जीवन कहानी ही 1998 मसीह आरंभ होइतिला आद्रुता चिल्ड्रेन होम। पूर्णिमार अभावी परिवेश तार लुकायित प्रतिभा को विकसित हेबारे बाधा देउतिला। एथिरे दुखी और व्यथित हेले आदित्य बाबू। निजे जड़ित थिबा सांस्कृतिक अनुष्ठान रावा अधीन रे किछि करिवार चेष्टा मध्यरु सृष्टि होइतिला आद्रुता।
ପୂର୍ଣ୍ଣିମା ଏବେ କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଭଲ ପାଠପଢ଼ା ସହ ଯୁବ କଳାକାର ଭାବରେ ସେ ଏବେ ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କଲେଣି। ଆମ ମନକୁ ଆସିଲା ସେଇଦିନ ଯେଉଁଦିନ ଆମ ଗୋଟେ ପିଲା ଜଣେ ମା ତା ପିଲାକୁ ଛାଡ଼ି ଦେଇ ଗଲା ଏଠି, କହିଲା ଯେ ଆପଣଙ୍କର ତ କାମ କରିବା ପାଇଁ ଲୋକ ଦରକାର ଥିବେ, ମୋର ଗୋଟେ ଝିଅ ଅଛି ସେ ଆପଣଙ୍କୁ ସାହାଯ୍ୟ କରିବ, ତାକୁ କହିଲେ ଖାଇବା ପିଇବାକୁ ଟିକେ ରଖିବେ। ମୁଁ ଚିନ୍ତା କଲି ନା ଏକୁ ତ କାମ କରାଇ ହେବନି, ତାକୁ ଆମେ ସ୍କୁଲରେ ତାର ଆଡ଼ମିସନ୍ କରିବା ପାଇଁ ନାଁ ଲେଖିବା ପାଇଁ ଚେଷ୍ଟା କଲୁ। ଯେତେବେଳେ ସେ ଟିଭିରେ କୌଣସି ନାଚ ଗୀତ ହୁଏ, ବିଶେଷ କରି ଗୀତ କାର୍ଯ୍ୟକ୍ରମ ହୁଏ, ସେ ମନକୁ ମନ ସେ ନାଚେ, ତାକୁ ଦେଖିକରି ସେ ନିଜେ ନିଜେ କୋରିଓଗ୍ରାଫ କରିଦିଏ। କହିଲେ ତ ବିଶାଳ ସମ୍ଭାବନା ଏ ପିଲା ଭିତରେ ଅଛି। ଦ୍ୟାଟ୍ ୱାଜ୍ ଆନ୍ ଆଇ ଓପନର୍। ଆମର ଆଖି ଖୋଲିଗଲା। ଆମେ ଭାବିଲୁ ଯେ ଏଭଳି ତ ଅନେକ ପିଲା ଥିବେ, ସେ ହୁଏତ ଯଦି ବସ୍ତିରେ ରହିଥାନ୍ତା ଯେଉଁଠି ତୁମକୁ ଆଣିଥିଲୁ, ତାହେଲେ ହୁଏତ ସେ ସେଇଭଳି ରହିଥାନ୍ତା। ଆଜି ବି ଆମ ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଅବହେଳା ଅବ୍ୟାହତ ଥିବାରୁ ଏହି ଶିଶୁ ଭବନରେ ଝିଅମାନଙ୍କୁ ହିଁ ଗ୍ରହଣ କରାଯାଏ। ଏହି 10 ବର୍ଷ ଭିତରେ ଆଦୃତାର କାୟା ବଢ଼ିଛି। ପୂର୍ଣ୍ଣିମାଙ୍କ ସହ ସେହି ପରିବାରରେ ସାମିଲ ହୋଇଛନ୍ତି ଆହୁରି ଅନେକ ଝିଅ। ରାଜଧାନୀର କେତେକ ପ୍ରତିଷ୍ଠିତ ସ୍କୁଲରେ ପଢୁଥିବା ଏହି ପିଲାମାନଙ୍କ ଭିତରେ ଥିବା ସୃଜନଶୀଳତାର ବିକାଶ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇଛି। ଗୁରୁମାନଙ୍କ ଅଧୀନରେ ସେମାନେ ନେଉଛନ୍ତି ନୃତ୍ୟ ଗୀତର ତାଲିମ। ରାଜ୍ୟ ଓ ରାଜ୍ୟ ବାହାରେ ଆଦୃତାର କଳାକାରମାନେ ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ବି ହେଲେଣି। ପାଠପଢ଼ା ସହିତ ଆମେ ନାଚ ଶିଖୁ, ଗୀତ ଶିଖୁ, ଡ୍ରଇଂ ଶିଖୁ, ଆଉ ସଫ୍ଟୱେୟାର ଶିଖୁ, ଇଭିନ୍ ତବଲା ବି ଆମେ ଶିଖୁ। ଆମେ ନାଚରେ ବହୁତ ଜାଗାରେ ପ୍ରୋଗ୍ରାମ କରିକି ବି ଆସିଛୁ। ଅନ୍ତେବାସୀମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ କିଛି ଧନ୍ଦାମୂଳକ କାମର ତାଲିମ ବି ଦିଆଯାଉଛି। ସର୍ବଗୁଣ ସମ୍ପନ୍ନା ନାରୀଟିଏ ଗଢ଼ିବା କାମରେ ପ୍ରଫେସର ଆଦିତ୍ୟ ମହାନ୍ତି ଓ ତାଙ୍କ ସହଯୋଗୀମାନେ ଲାଗିଛନ୍ତି, ଯିଏ ପରପିଢ଼ିକୁ ବଢ଼େଇବ ସ୍ନେହ ମମତାର ପରଶ ଭିତରେ। ଯଦିଓ ଲୋକମାନେ ଭାବନ୍ତି ଯେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଏଇଟା କରିଛନ୍ତି, ଏଇଟା କହିବା ଭୁଲ ହେବ। ଅନେକ ପିଲା ଅଛନ୍ତି ଯେଉଁମାନେ କି ସକାଳ 5ଟାରୁ ରାତି 11ଟା ପର୍ଯ୍ୟନ୍ତ କାମ କରନ୍ତି ପିଲାଙ୍କ ସାଙ୍ଗରେ, ସେମାନଙ୍କୁ କେହି ଦେଖନ୍ତିନି। ତ ଆମେ ଯେହେତୁ ଏଇଟା ଆରମ୍ଭ କରିଥିଲୁ, ଲୋକମାନେ ଭାବନ୍ତି ଏଇଟା ହେଉଛି ସେମାନଙ୍କର ଆମମାନଙ୍କର ସଫଳତା ବୋଲି। ପ୍ରକୃତରେ କହିବାକୁ ଗଲେ ଯଦି ବି କିଛି ହେଇଛି ସେଇଟା ପାଇଁ ସେମାନେ ହିଁ ଦାୟୀ, ଏଇଟା ସେମାନଙ୍କର ସଫଳତା ବୋଲି ମୁଁ ଭାବେ। ନା ସେ ନିଜେ ଜଣେ ଆଦର୍ଶବାନ ଶିକ୍ଷକ ଏବଂ ତାଙ୍କର ସାଧାରଣ ମଣିଷମାନଙ୍କ ପ୍ରତି, କେବଳ ମଣିଷ କାହିଁକି ଆମମାନେ ଦେଖିଛୁ ଯେ ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ସମସ୍ତଙ୍କ ପ୍ରତି ତାଙ୍କର ଯେଉଁ ଭଲ ପାଇବା, ସେ ଭଲ ପାଇବାଟା ହିଁ ତାଙ୍କ ଦିଗରେ ଆମମାନଙ୍କୁ ଆକର୍ଷିତ କରିଛି। ଆଉ ସେଇଥିପାଇଁ ହିଁ ଆମେମାନେ ଏତେ ବାଟକୁ ଆସିପାରିଛୁ ବୋଲି ମୋର ମନେ ହୁଏ। ଅଭାବୀ ଅବସ୍ଥାରୁ ପିଲାଙ୍କୁ ଆପଣେଇ ନେଉଥିବା ଅନୁଷ୍ଠାନ ଆଦୃତାର ନିଜ ଅବସ୍ଥା କିନ୍ତୁ ଏଯାଏଁ ସ୍ୱଚ୍ଛଳ ହୋଇପାରିନି। ପିଲାଙ୍କ ରହିବା ପାଇଁ ବ୍ୟାଙ୍କ ଋଣରେ ବଡ଼ ଘରଟିଏ ତିଆରି ହୋଇଛି ସିନା, ହେଲେ ଋଣ ସୁଝିବା କାଠିକର ପାଠ ହୋଇଯାଇଛି। ତା ଛଡ଼ା ପିଲାଙ୍କ ଖାଇବା, ପିନ୍ଧିବା, ପାଠପଢ଼ା ଓ ଚିକିତ୍ସା ଆଦିର ଖର୍ଚ୍ଚ। ହେଲେ ଈଶ୍ୱରଙ୍କ କୃପାରୁ କେବେ କିଛି ଅସୁବିଧା ହୋଇନି। ଆଦୃତା 2006 ମସିହାରେ ଜାତୀୟ ସ୍ତରରେ ହାସଲ କରିସାରିଛି ନ୍ୟାସନାଲ ଏକ୍ସେଲେନ୍ସି ଆୱାର୍ଡ। ଆମର ପଇସା ଅଛି କି ନାହିଁ, ସୁବିଧା ଅଛି କି ନାହିଁ, ଏକଥା ନ ଭାବିକି ମଧ୍ୟ କୌଣସି ପିଲାକୁ କଷ୍ଟରେ ଦେଖିଲେ ଆମେ ନେଇ ଆସୁ। ଏବଂ ଏପର୍ଯ୍ୟନ୍ତ ଆମର କିଛି ଅସୁବିଧା ହେଇନି। ଠିକ୍ ସମୟରେ ଠିକ୍ ଲୋକ ସଂଗଠନ ମାନେ ଆସିଛନ୍ତି, ଏଠିକି ଆସି ପହଞ୍ଚନ୍ତି ଏବଂ ଆମର ସମସ୍ୟା ସମାଧାନ ହେଇଯାଇଛି। ପିଲାମାନଙ୍କ ବିକାଶ ପାଇଁ ଲାଗିଥିବା ଆଦିତ୍ୟ ବାବୁ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ଶିଲଂ ସ୍ଥିତ ନେହୁରେ ମାତ୍ର 4 ମାସରେ ନିଜର PhD ଶେଷ କରିଥିଲେ।
ଇତିମଧ୍ୟରେ ତାଙ୍କ ଦ୍ୱାରା ଲିଖିତ 10ଟି ପୁସ୍ତକ ବେଶ୍ ଆଦୃତ ହୋଇଛି। ଆଦିତ୍ୟ ବାବୁଙ୍କ ନିଜ ପରିବାରରେ ଦୁଃଖ କିଛି କମ୍ ନୁହେଁ। ବାପା ଦୀର୍ଘ ଦିନ ଧରି କୋମାରେ, ପତ୍ନୀ ହୁଇଲ୍ ଚେୟାରରେ, କିନ୍ତୁ ଏସବୁ ସତ୍ତ୍ୱେ ଆଧ୍ୟାତ୍ମିକ ଚେତନାରେ ଉଦ୍ବୁଦ୍ଧ ଆଦିତ୍ୟ ବାବୁ ଘର କାମ, ଅଧ୍ୟାପନା ଆଉ ଆଦୃତା କାମରୁ ସମୟ ବାହାର କରି ଅନ୍ୟତ୍ର କଷ୍ଟରେ ଥିବା ମଣିଷମାନଙ୍କ ଦୁଃଖ ଲାଘବ ପାଇଁ ଚେଷ୍ଟା କରନ୍ତି। ସାତ୍ବିକ ପରିବେଶ ଭିତରେ ଧ୍ୟାନ ଓ ପ୍ରାର୍ଥନା ଦ୍ୱାରା ସକାରାତ୍ମକ ଭାବ ପ୍ରବେଶ କରି କଷ୍ଟ ଲାଘବ ପାଇଁ ସେ ପ୍ରୟାସ କରନ୍ତି। ये गोटे पद्धति जहाँद्वारा आम देह भितर जो नेगेटिव माइक्रोबायोटा को आम नहीं आसु बाहर कर दो एवं ये कस्मस जो पॉजिटिव माइक्रोबायोटा अच्छे ताको आम सही सिस्टम भितर इनफ्यूज कर दो। आजिर वस्तुवादी समाज रे समस्ते धाइंछन्ति अर्थ, क्षमता आउ निज प्रसिद्धि पछरे, हेले अन्यमानक पई निजर सब किछि को समर्पि देई एक सुस्थ समाज गठन रे निज साध्यमते लागिथिबा प्रोफेसर आदित्य महांती सतरे जणे भिन्न मनीष।